ବରୁଣେଇର ପାଦଦେଶରେ ଏଇ ଛୋଟିଆ ଗାଁ ପାଇକ ପୁଅ ରହନ୍ତି ଏଠି। ଖୋଲାଦ୍ୱାର ତା ନାଁ। ଆମ୍ବ ପଣସେ ଭରା ତା ପୃଷ୍ଠ, ସବିଏ ଯାନ୍ତି ଲାଖି। ତାର କାନନ ଘଞ୍ଚ ବନାନୀ, ବରୁଣେଇ ତା ସାକ୍ଷୀ। ଏଠି କୋଇଲି ଗାଏ ମଧୁର ସ୍ୱରେ, ମଳୟ ଆସେ ଫେରି। ପାଇକ ପୁଅ ଖଣ୍ଡାଧାରରେ ଖେଳନ୍ତି ରକ୍ତ ହରି। ପାଇକ ପୁଅ ପଟା ଖେଳରେ ଗାଁ ଦୁଲୁକି ଉଠେ। ଗୌଡ଼ ପୁଅ ଗାଈକୁ ନେଇ ଗୀତ ଗାଇ ଗୋଠେ। ହରେ କୃଷ୍ଣ ଜେନାନ୍ତ ଥିଲେ ଆମ ଗାଁର କବି। ସୀତେଇଶ ବିଳାସକୁ ଲେଖିଲେ ଭାବି ଭାବି। ଭଞ୍ଜଙ୍କ ସଙ୍ଗେ ଟକ୍କର ଦେଲେ ରଖିଲେ ତାଙ୍କ ନାଁ। ତାଙ୍କରି ଯୋଗୁଁ ସୁନାମ ହେଲା ଏଇ ଆମରି ଗାଁ। ନମସ୍କାର। ବିଶ୍ୱ ଐତିହାସିକ ଖୋର୍ଦ୍ଧାଗଡ଼ ବରୁଣେଇ ପାହାଡ଼ର ପାଦଦେଶ ତଥା ଖୋର୍ଦ୍ଧା ପିପିଲି ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ ପଦନପୁର ପଞ୍ଚାୟତ ଐତିହ୍ୟ ସମ୍ପନ୍ନ ଗାଁ ବେଲପଡ଼ା ଖୋଲାଦ୍ୱାର। କବି, ଡାକ୍ତର, ଶିକ୍ଷକ, ଲେକ୍ଚର, ଆଇନଜୀବୀ, ରାଜନେତା, ସମାଜସେବୀ, ପାଲାକାର ସମେତ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଏହି ଗାଁରେ ଜନ୍ମ। ଯଜ୍ଞ, ଦୋଳଯାତ୍ରା, ପାଲା, ରାମଲୀଳା, ଅପେରା ଭଳି ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିପୂର୍ଣ୍ଣ ଏହି ଗାଁ। ଗାଁର ପ୍ରବେଶ ପଥରେ ଏକ ବିରାଟ ତୋରଣ ଅଥବା ସୁଉଚ୍ଚ ଗେଟ୍, ଯାହା ଆଗନ୍ତୁକମାନଙ୍କୁ ସ୍ୱାଗତ ଜଣାଉଛି। ମୋ ନାଁ ଗଜେନ୍ଦ୍ର କୁମାର ମହାପାତ୍ର। ଆମ ଗାଁ ଖୋଲାଦ୍ୱାର ରାଜାଙ୍କର ପୂର୍ବ ଦ୍ୱାର ଏଇଟା ଥିଲା। ଏ ଦ୍ୱାରଟା ସବୁବେଳେ ଖୋଲା। ତାର କିମ୍ବଦନ୍ତୀ ହେଲା, ଆମେ ଯେତିକି ଜାଣିଛୁ, ଆମ ଗାଁର ସେ ଡେଙ୍ଗ ପୁଅ ସେ ସେଠି ଦ୍ୱାରପାଳ ରହିଥିଲେ। ରାଜାଙ୍କୁ ଗୋଟେ ରାତି ରଖିଦେଲେ, କାରଣ ତାଙ୍କର ଅର୍ଡ଼ର ନଥିଲା ନା ଛାଡ଼ିବା ପାଇଁକି। ତେଣୁ ରାଜା ଖୁସି ହେଇକିରି ତାଙ୍କୁ ନିଷ୍କର ଜମି ଦେଇଥିଲେ। ତେଣୁ ଏ ଗାଁ ନାଁ ହେଲା ଖୋଲାଦ୍ୱାର, କାରଣ ଏ ଦ୍ୱାରଟା ଖୋଲା ଥିବାରୁ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଦୀର୍ଘ 10 ଦଶନ୍ଧିରୁ ଉର୍ଦ୍ଧ୍ୱ ଗାଁର ମୁଖ୍ୟ ସାହି ଇଷ୍ଟଦେବ ମଦନ ମୋହନ ଦେବଙ୍କ ପ୍ରାଙ୍ଗଣର ମୁଖ୍ୟ ରାସ୍ତା ସର୍ବଦା ଅବହେଳିତ। ନାଳ ନର୍ଦ୍ଦମା ପୂଜା ପାଣି ବିନା ମେଘରେ ଗାଁ ଦାଣ୍ଡରେ ସର୍ବଦା ଲହଡ଼ି ଭାଙ୍ଗେ। ଗାଁକୁ ବାହାରୁ ଆସୁଥିବା ଲୋକମାନେ ବହୁ ସମାଲୋଚନା କରିଥାନ୍ତି। ଦୀର୍ଘ 20 ବର୍ଷରୁ ଉର୍ଦ୍ଧ୍ୱ ହେବ ବାହାରେ ରହୁଥିବା ଗାଁର ସ୍ୱର୍ଗତ ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ସୁପୁତ୍ର ଡାକ୍ତର ଉମାକାନ୍ତ ପଟ୍ଟନାୟକ ଗାଁର ଏଭଳି ପରିସ୍ଥିତି ଦେଖି ଗାଁ ଯୁବକମାନଙ୍କୁ ଏକାଠି କରି ଏକ କମିଟି ଗଢ଼ି ନିଜ ହାତରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ବିରାଟ ଡ୍ରେନ୍ ନିର୍ମାଣ କରିଛନ୍ତି। ଗ୍ରାମବାସୀମାନେ ଡାକ୍ତର ଉମାକାନ୍ତ ପଟ୍ଟନାୟକଙ୍କୁ ବହୁ ପ୍ରଶଂସା କରିବା ସହିତ ଆଶୀର୍ବାଦ ମଧ୍ୟ ଦେଉଛନ୍ତି। ଆସନ୍ତୁ ଜାଣିବା ଗାଁର ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ କ'ଣ କୁହନ୍ତି। ମୋ ନାଁ ହେଉଛି ରସିକ ଚନ୍ଦ୍ର ମହାପାତ୍ର, ଘର ହେଉଛି ବେଲପଡ଼ା। ଆମର ଏ ଡ୍ରେନ୍ଟା ଆମର ଏ ଯେଉଁ ଉପର ସାହି ଆଉ ଆମର ମହାପାତ୍ର ସାହି, ଆମର ସେ ଗାଁ ଦାଣ୍ଡରେ ତ ଯିବା ପାଇଁ ତ ବହୁତ ଅସୁବିଧା ହେଉଥିଲା। ମଇଳା ପାଣି ଆସୁଥିଲା। ତେଣୁ ଆମ ଗାଁର ଜଣେ ଭଦ୍ର ବ୍ୟକ୍ତି, ତାଙ୍କ ନାଁ ମଣ୍ଟୁ ବାବୁ, ସିଏ ତାଙ୍କର ପ୍ରଚେଷ୍ଟା କରି ଇଏ ତ ଡ୍ରେନ୍ର ସୁବିଧା କରିଛନ୍ତି। ଏଥିରେ ମୁଁ ଯେତିକି ଶୁଣିଛି ଜାଣିଛି,
ଏଠିକି କୌଣସି ହେଲେ ଗୋଟାଏ ଟଙ୍କା ଅନୁଦାନ ଆସିନି ସରକାରୀ ଅନୁଦାନ। ତେଣୁ ସେ ତ ତାଙ୍କର ହାତରୁ ଖର୍ଚ୍ଚ କରନ୍ତି ଗାଁର ସୁବିଧା ପାଇଁ। ଇଏ ଡ୍ରେନ୍ଟା ହେଇଗଲେ ଆମେମାନେ ବହୁତ ଉପକୃତ ହବୁ। ଅନ୍ତର୍ଜାମ ଜେନା ଡ୍ରେନ୍ ଯେଉଁ ତିଆରି ହେଉଛି ଏଇଟା ହେଲା ଆମର ପଦନପୁର ଗ୍ରାମ ପଞ୍ଚାୟତର ଶ୍ରେଷ୍ଠ ଗ୍ରାମ ବେଲପଡ଼ା ଖୋଲାଦର। ଏଇଟା ଦେବ ହେଲା ମଦନ ମୋହନ ପେଟ ଦେବ। ଏଠି ବହୁତ ଅସୁବିଧା ହେଉଥିଲା ଡ୍ରେନ୍ ପାଇଁ, ଗାଁରେ କାହାର ପାଣି ଯିବା ପାଇଁ ବହୁତ ଅସୁବିଧା ହେଉଥିଲା। ଆଉ ଡ୍ରେନ୍ଟା ହେଲା ବହୁତ ସୁବିଧା ହେଲା ପରେ ଆମର ଗ୍ରାମର ଜଣେ ଭାଇ ଡକ୍ଟର ଉମାକାନ୍ତ ପଟ୍ଟନାୟକ ସିଏ ଏଇଟାକୁ କୌଣସି ପଇସା ଦେଲେ ନିଜ ଅନୁଦାନରୁ ଏଇଟା କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ଗ୍ରାମବାସୀ ମାନେ ବହୁତ ସହଯୋଗ କରୁଛନ୍ତି। ମୋ ନାଁ ଧନେଶ୍ୱର ଜେନା, ଗ୍ରାମ ବେଲପଡ଼ା। ମୁଁ ବେଲପଡ଼ା ଖୋଲାଦ୍ୱାର ଗ୍ରାମ ମଦନ ମୋହନ କମିଟିର ସଭାପତି। ଏ ବହୁତ ଦିନ ହେଲା ଅବହେଳିତ ଅବସ୍ଥାରେ ପଡ଼ିଥିଲା ଆମ ଏ ଡ୍ରେନ୍ଟା। ଦୁଇଟି ସାହିରୁ ପାଣି ଆସି ଠାକୁର ପାଣି ପାଇବା ପାଇଁ ଭାରି ଅସୁବିଧା ହେଉଥିଲା। ଲୋକ ଏ ପଙ୍କ କାଦୁଅରେ ଯାଇକି ଯାତାୟାତ କରନ୍ତି। ତେଣୁକରି ଆମ ଗାଁରେ ଜଣେ ବଦାନ୍ୟ ବ୍ୟକ୍ତି ଯିଏକି ଡକ୍ଟର ଉମାକାନ୍ତ ପଟ୍ଟନାୟକ ତାଙ୍କ ସହଯୋଗରେ ଏବଂ ଗ୍ରାମ କମିଟିର ସହଯୋଗରେ ଏ ଡ୍ରେନ୍ କାର୍ଯ୍ୟଟି ସଫଳ ହୋଇପାରିଛି। ଟଙ୍କାଟିଏ ବି ସରକାରୀ ଅନୁଦାନ ଲାଗିନି। ବହୁତ ଚେଷ୍ଟା ପରେ ବି ଗୋଟେ ଟଙ୍କାଟା ବି ଆସିପାରିଲା ନାହିଁ। ତେଣୁକରି ଯାହା ହଉ ସେ ଲୋକଙ୍କୁ ଧନ୍ୟବାଦ ଯିଏ କିଏ ତାଙ୍କ ନିଜ ହାତ ଖୋଲା ପାଣ୍ଠିରୁ ଆମକୁ ସାହାଯ୍ୟ କରିଛନ୍ତି। ସିଏ ଆମ ଗ୍ରାମର ଡକ୍ଟର ଉମାକାନ୍ତ ପଟ୍ଟନାୟକ। ଡାକ୍ତର ଉମାକାନ୍ତ ପଟ୍ଟନାୟକ, ଗ୍ରାମ ବେଲପଡ଼ା ଏବଂ ମଦନ ମୋହନ ଗ୍ରାମ କମିଟିର ଉପଦେଷ୍ଟା ଭାବେ ଅଛି। ମୋ ଗ୍ରାମ ଗୋଟେ ବରୁଣୀ ପାଦ ତଳେ ଅବସ୍ଥିତ ଏବଂ ମୋର ଗ୍ରାମର ଇଷ୍ଟ ଦେବତା ମଦନ ମୋହନ। କିନ୍ତୁ ବହୁତ ଦିନ ମୁଁ ଗ୍ରାମକୁ ଆସିଲା ପରେ, ମୁଁ ତ 20 ବର୍ଷ ବାହାରେ ଥିଲି, ଗ୍ରାମକୁ ଆସିଲା ପରେ ମୁଁ ଦେଖିଲି ଯେ ଗ୍ରାମର କିଛି ଡ୍ରେନ୍ ପାଣି, ନାଳ ନର୍ଦ୍ଦମା ପାଣି ମଦନ ମୋହନଙ୍କ ସାମ୍ନା ଦେଇକି ଯାଉଛି, ଯେଉଁଥିରେ କି ଆମର ସେଠି ପାଲା ଠାରୁ ଆରମ୍ଭ କରି ମଦନ ମୋହନଙ୍କର ଅଷ୍ଟପହରୀ ସବୁ ଫଙ୍କସନ୍ ହେଉଛି। ତେଣୁ ମନର ଗୋଟେ ଲକ୍ଷ୍ୟ ଥିଲା ସେ ଡ୍ରେନ୍ ପାଣିରୁ ମୁକ୍ତ କରିବା ପାଇଁ ମୋର ଇଷ୍ଟ ଦେବଙ୍କୁ। ତେଣୁ ସେଥିପାଇଁ ଆମେ ଯୋଜନା କରିଥିଲୁ। ସରକାରୀ ଯୋଜନାର କୌଣସି ସହଯୋଗ ନ ମିଳିଲା ପରେ ଆମ ଗ୍ରାମ୍ୟ କମିଟିର ସହଯୋଗରେ ମୋ ରୋଜଗାରର କିଛି ଅଂଶ ସହଯୋଗ କରି ସେ ଡ୍ରେନ୍ ଆମେ ନିଜେ ନିର୍ମାଣ କରୁଛୁ ଏବଂ ତାହା ଦ୍ୱାରା କିଛି ଲୋକଙ୍କର ପାଣି ପାଇପ୍ ମଧ୍ୟ କଟିଛି, ଅସୁବିଧା ହେଉଛି, ଯାହାକି 2-3 ଦିନ ଭିତରେ ସେ ସମାଧାନ ହେଇଯିବ। ସରକାରୀ ଅନୁଦାନ ଏ ଡ୍ରେନ୍ କିଛି ଲାଗିନି? କୌଣସି ପ୍ରକାର ଟଙ୍କାଟିଏ ସରକାରୀ ଅନୁଦାନ ଏ ଡ୍ରେନ୍ କାମରେ ହେଇନାହିଁ। ଏହା ଆମ ନିଜ ପଇସାରେ ଏ କାମ କରୁଛୁ। ନା ଅଭୟ କୁମାର ପଟ୍ଟନାୟକ, ମୁଁ ଏ ଖୋଲାଦ୍ରା ଗ୍ରାମର ବାସିନ୍ଦା। ଡ୍ରେନ୍ ତ ଆଜିକୁ ପ୍ରାୟ ଆମେ ଜନ୍ମ ହେଲାଠୁ ଆମ ଗାଁରେ ସବୁବେଳେ ଅଳିଆ ଆବର୍ଜନା ଲାଗି ରହିଛି, ଯାହାକି ପରିବେଶ ପ୍ରଦୂଷଣ କରିବାରେ ମୁଖ୍ୟ ଅସୁବିଧା ସୃଷ୍ଟି କରୁଛି। ଏପରିକି ଲୋକମାନେ ବି ବିଭିନ୍ନ ରୋଗରେ ବି ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଆମ ଗ୍ରାମର ଏଇ ସ୍ୱେଚ୍ଛାସେବୀ ସଂଗଠନର ଜଣେ ସଦସ୍ୟ ଯିଏକି ଉମାକାନ୍ତ ପଟ୍ଟନାୟକ, ଯିଏକି ସହଯୋଗର ହାତ ବଢ଼େଇ ତାଙ୍କ ନିଜ ପାଣ୍ଠିରୁ ଏ ପଇସାକୁ ଦାନ କରି ଏ କାମଟିକୁ ସୁରୁଖୁରୁରେ ସୁପରିଚାଳନା କରିଛନ୍ତି। ତାଙ୍କୁ ବି ଆମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ବିକ୍ରାନ୍ତ ନାରାୟଣ ମହାପାତ୍ର କହିବାକୁ ଚାହୁଁଛି, ମୁଁ ଏ କମିଟିର ସେକ୍ରେଟାରୀ ଅଛି। এই ଆମର ଗାଁ ଦାଣ୍ଡରେ ଯେଉଁଭଳିଆ ଦେଖୁଛନ୍ତି ସିଚୁଏସନ, ବର୍ତ୍ତମାନ ଏଠି ପାଣି ଅନାବରତ ଚାଲିଥିଲା, ଯେଉଁଥିରେ କି ଦିଅଁ ପୂଜା ପାଇବା ବି ଅସନ୍ତୁଷ୍ଟ ହେଉଥିଲେ। ସେଥିପାଇଁକା ଡକ୍ଟର ଉମାକାନ୍ତ ପଟ୍ଟନାୟକ ଆମ ଗାଁକୁ ଆସିଥିଲେ, ଗୋଟେ ମିଟିଂ ବସିଥିଲା, ସିଏ ଆସିଥିଲେ, ଦେଖିଲେ ଯେଉଁଭଳିଆ ଏଭଳି ପରିସ୍ଥିତି, ସିଏ ନିର୍ଣ୍ଣୟ କଲେ ଯେ ଆଉ ସିଏ ତାଙ୍କ ନିଜ ପକେଟରୁ ଗାଁ ଲୋକଙ୍କ ସହାୟତାରେ କାମ ହେଲା। ଆମ ଗାଁର ଡମ୍ବୁରୁଧର ମହାପାତ୍ର ସିଏ ଥିଲେ ଜଣେ ସମାଜସେବୀ। ତାଙ୍କ ପ୍ରଚେଷ୍ଟାରେ ଆମ ଏଇ ବଜାର ଉପରେ ଗୋଟେ ଜାଗାରେ ପୋଷ୍ଟ ଅଫିସ୍, ତାପରେ କୋଅପରେଟିଭ ସୋସାଇଟି ଆଉ ଗ୍ରାମ ପଞ୍ଚାୟତ ପଦନପୁର, ବଡ଼ତୋଟା, ବେଲପଡ଼ା, କିନ୍ତୁ ଗୋଟେ ଜାଗାରେ ଆମରି ଗାଁଠି ରହିଥିଲା ତାଙ୍କ ପ୍ରଚେଷ୍ଟାରେ। ଏବଂ ସିଏ ମଦନ ମୋହନ ଏମଇ ସ୍କୁଲକୁ ସିଏ ତାଙ୍କ ନିଜ ପ୍ରଚେଷ୍ଟାରେ ଅନ୍ୟମାନଙ୍କୁ ସମସ୍ତଙ୍କୁ ସାହାଯ୍ୟରେ ସେ ଗଢ଼ିଛନ୍ତି ଏବଂ ବଡ଼ତୋଟା ବେଲପଡ଼ା ହାଇସ୍କୁଲ ତାର ପ୍ରଥମ ସମ୍ପାଦକ ଏବଂ ବହୁ କଷ୍ଟ କରିକିରି ସେ ସ୍କୁଲଟାକୁ ଗଢ଼ିଛନ୍ତି। ଆମ ଗାଁର ଯେଉଁ କହ୍ନେଇତରା ଯେ ପୋଖରୀଟା ସବୁବେଳେ ଜଳ ଭରା ରହେ, ସେ କେବେ ଶୁଖେନି। ତା ପାଖରେ ଗୋଟେ କୂଅ ଅଛି, କୂଅରୁ ଏମିତି ଝର ବାହାରେ ଯେ ଆମ ଗାଁ ଯାକ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ଶୁଷ୍କ ହେଇଯାଏ, ସେଇଠି ସମସ୍ତେ ଯାଇକି ଗାଧାନ୍ତି। ଗାଁର ମୁଖ୍ୟ ସମସ୍ୟା ଥିଲା ଏଇ ଯେଉଁ ନାଳି ପାଣି। ଗାଁ ଲୋକମାନେ ଭାରି ଅସୁବିଧାରେ ପଡ଼ୁଥିଲେ, କାରଣ ସମସ୍ତଙ୍କର ଜାଗା ଯେତିକି ନାଳି ପାଣି ଗୁଡ଼ାକ ସବୁ ଦାଣ୍ଡରେ ଯାଇ ଭାରି ଅପରିଷ୍କାର ହେଉଥିଲା। ଆମ ଗାଁର ଆମରି ଗାଁର ପୁଅ ଉମାକାନ୍ତ ପଟ୍ଟନାୟକ, ଡକ୍ଟର, ଆୟୁର୍ବେଦିକ ଡକ୍ଟର, ସିଏ ଯେତେବେଳେ ଦେଖିଲା ଯେ ଗାଁର ଅବସ୍ଥା ଏମିତିକା, ତେଣୁ ସେ ତାର ନିଜସ୍ୱ ଖର୍ଚ୍ଚରେ ଗାଁ ମଝିରେ ଗୋଟେ ଡ୍ରେନ୍ଟି ତିଆରି କରିଦେଇଛି। ଯାହା ହଉ
ମାନେ ଭଗବାନ ତାକୁ ଆଶୀର୍ବାଦ କରନ୍ତୁ ତା ମନକୁ ଆସିଲା ଯେ ସିଏ ଡ୍ରେନ୍ଟି ତିଆରି କରିଦେଲା ତାର ନିଜସ୍ୱ ଅର୍ଥ ବିନିଯୋଗ କରିକିରି। ତେଣୁ ଗାଁ ଲୋକଙ୍କର ଏଇ ଯୋଉ ମୁଖ୍ୟ ସମସ୍ୟାଟା ଥିଲା ସେ ସମସ୍ୟା ବୋଧେ ଦୂର ହେଇଗଲା। मोर परिचय होची मु शक्तिधर महापात्र जड़े पाला गायक एवं समाजसेवी। मो बापा मध्य थिले समाजसेवी एवं पदनपुर पंचायत सरपंच। ये जो बापा पीरियड रे केमिति बरुणी पानी गाँ भितर न प्रवेश करिबो गोटे रिंग बंद करा जायतला सरकार ग्रांट रे गोटे रिंग बंद थिला। कालक्रमे किछि मुष्टिमय लोक ताको व्यक्तिगत भाव में दखल करबा द्वारा से राजरास्ता देकी पानी गुडा जिबारु यही समय रे माने आमुक गोटे जणे देवदूत साजी जे उमाकांत पट्टनायक डॉक्टर उमाकांत पट्टनायक आसीबा द्वारा सी कौन कले ना कहले एठी भाई गोटे करबा होची गेट जाओ गेट टी करछंदी। एबे जो पानी गुडाक जाउतला तार नाळर व्यवस्था जो करछंदी बिना ग्रांट रे बिना कोनोसी सरकारी ग्रांट न आसी जो पदक्षेप नैछंती रज पूर्वरु ये 100 वर्षर जो बादी पाला मंच बेलपड़ा रे से मंच केमती सुरक्षित रहइबो जेतु मंच पानीटा उनालती रजपुरु ताती तयारी करबा पई मु प्रथमे तंगत करबी जस्ट पदक्षेप उमाकांत नायक सुधी हो से जटणीरू वीरकिशोर बारिक अंकुश न्यूज आम चैनल को शेयर कमेंट और सब्सक्राइब करने को अनुरोध।